ମୁଁ ମୁହଁ ଧୋଇକି ଆଉ ଫେର ଥରେ ବାହାରିଲି ଆମ କ୍ଲବ୍ ମେମ୍ବର ମାନଙ୍କ ସହିତ ଆଉ ଫ୍ଲାଗ ହୋଷ୍ଟିଂର ପ୍ରୋଗ୍ରାମଟା ଅଛି ଏଇଠି ବ୍ୟଞ୍ଜନ ପାଖରେ ଯେଉଁଟା ଜବ୍ରା ବିଚ୍ ବା ୱାଚ୍ ଟାୱାର ଥାଏ। ତ ରଜତ ମୋତେ ସ୍କୁଟିରେ ଆଣି ଆସିଲେ, ଏଇଟା ଆମେ ସ୍କୁଟିରେ ଯିବା, ତାପରେ ଏଠୁ ଆମେ ପଦଯାତ୍ରା କରିକି ଆମେ ଏଠି ୱାଚ୍ ଟାୱାର ପର୍ଯ୍ୟନ୍ତ ଆସିବା। ଦେଖି ଏଠି ବହୁତ ଆଗରୁ ବହୁତ ଆସିଥିଲେ, ମାନେ ଆସି ସାରିଛନ୍ତି, ବଟ୍ ମୋର ଆସିବା ଟିକେ ଲେଟ୍ ହେଇଗଲା କାହିଁକିନା ମୁଁ ରେଭେନ୍ସା ଇଏରୁ ସେଲିବ୍ରେଟ୍ କରିକି ଆସିଲି, ସେଥିପାଇଁ ମୋର ଟିକେ ଲେଟ୍ ହେଇଗଲା। ଦେଖିପାରୁଥିବେ ସମସ୍ତେ ଫଟୋ ଉଠେଇ କେତେ ବଢ଼ିଆ, ମାନେ ଟି ସାର୍ଟଟା ବି ଗୋଟାଏ ଲେଖାଏଁ ଯେଉଁଟା ଦେଇଥିଲେ, ମାନେ ବଢ଼ିଆ ହେଇଛି। ଏଇଠି ଦେଖିପାରୁଥିବେ, ଏଇଠି ଭିଡ଼ିଓ କରିକି ଫଟୋ ଫଟୋ ଆମେ ଉଠେଇକି ସାଇଲେ, ତାପରେ ଆମେ ବାହାରିବୁ ଯେଉଁ ୱାଚ୍ ଟାୱାର ପାଖକୁ, ମାନେ ପଦଯାତ୍ରା ଇଏ କରିକି। ଏଇଟା ସବୁ ଆମର ଇଏ ସାର୍ ମାନେ ଏଇଟା ବହୁତ ଲମ୍ବା ଇଏ 300 ଫୁଟର ଏଇଟା ତ୍ରିରଙ୍ଗାଟେ ସାର୍ ଆଣିଥିଲେ, ଡିଜି ସାର୍, ଆଉ ସମସ୍ତେ ଫଟୋ ନେଉଥିଲେ। ମୁଁ ଏପଟୁ ये मेरे बड़े भाई, ये मेरे बड़े भाई, ऑगी एंड द थ्री कॉकरोचेस, ऑगी एंड द थ्री कॉकरोचेस। ଫଟୋ ଉଠେଇବା ସବୁ ଇଏ ସରିଗଲା, ତାପରେ ଆମେ ପତାକା ଧରିକି ଆମେ ସମସ୍ତେ ବାହାରିଲୁ। ଯେଉଁ ୱାଚ୍ ଟାୱାର ଯାଏ ଆମେ ପଦଯାତ୍ରା ଯେଉଁ ଇଏରୁ ରଖିଥିଲୁ, ତ ଆମେ ବାହାରି ପଡ଼ିଲେ ୱାଚ୍ ଟାୱାର ଅଭିମୁଖେ। ଚାଲନ୍ତୁ ଏଇଠି ଚାଲିକି ଦେଖିପାରୁଥିବେ କେତେ ବଢ଼ିଆ, କେତେ ଲମ୍ବା 300 ଫୁଟର ଏଇଟା ଫ୍ଲାଗ୍ଟା। ଏଇଠି ଦେଖନ୍ତୁ ଏତେ ଦୂର ଲାଗିଛି, ଏପଟୁ ସେପଟୁ ଏଇଠି ଲାଗିଛି। ଫାଇନାଲି ଆମେ ୱାଚ୍ ଟାୱାରରେ ପହଞ୍ଚିଗଲୁ। ଆଉ ଯେଉଁ ଗଲିଟା ବୁଲିକି ଆମେ ଏପଟକୁ ପଳେଇ ଆସିଲୁ, ଏଇନା ଆମେ ରିଟର୍ନ କରିବୁ ଯେଉଁଠିରୁ ଯାଇଥିଲେ ସେଇଠିକୁ ଆସିକି ସମସ୍ତେ